ଶ୍ମଶାନରୁ ଗାୟବ ହୋଇଯାଉଛି ଶବ। ମୃତଦେହ ପୋତା ଯିବାର କିଛି ଦିନ ଭିତରେ ମାଟି ତଳୁ ଗାୟବ ହୋଇଯାଉଛି ଗୋଟିଏ ପରେ ଗୋଟିଏ ଶବ। ଏଭଳି ଏକ ସ୍ପର୍ଶକାତର ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଭଣ୍ଡାରୀ ପୋଖରୀ ସୋଲମପୁର ଗାଁ ଶ୍ମଶାନରେ। ଆମେ ତ ଦୀର୍ଘ ଦିନ ହେଲା ଦେଖି ଆସୁ ଏଠି ଶବ ଗାୟବ ହେଉଛି। ଗତ 2 ଦିନ ତଳେ ବି ଶବ ଗାୟବ ହେଇଥିଲା। ଆମେ ଜାଣିପାରୁନୁ କିଏ ନେଉଛି କ'ଣ ପାଇଁ ଯାଉଛି, ଏଠୁ ଶବ ଗାୟବ ଯାଉଛି। ଆମେ ଏଠୁ ଅନୁରୋଧ ବିନୀତ ପ୍ରଶାସନକୁ ଅନୁରୋଧ କରୁଛୁ, ଆର କିଛି ପଦକ୍ଷେପ ନେବା ପାଇଁ ଚାହୁଁଛୁ। ଲୋକ କ'ଣ ଭୟଭୀତ ହେଉଛନ୍ତି? ଲୋକ ବି ଏଠି ଭୟଭୀତ ହେଉଛନ୍ତି। ଦିନକୁ ପରେ ଦିନ ଗାତ ଖୋଳା ଚାଲିଛି। ଶବ ପୋତା ହେଲା 2 ଦିନ ପରେ ଗାତ ଖୋଳା ହେଇଯାଉଛି, ଶବ ଗାୟବ ହେଇଯାଉଛି। ତେବେ ଗତ ସୋମବାର ରାତିରେ ମଣିନାଥପୁର ସୋଲମପୁର ବୈତରଣୀ ନଦୀ କୂଳ ସ୍ୱର୍ଗଦ୍ୱାର ଗ୍ରାମ ଶ୍ମଶାନରୁ 4ଟି ମୃତଦେହ ଚୋରି ହୋଇଥିବା ଜଣାପଡ଼ିଛି। ଗତ କିଛି ମାସ ମଧ୍ୟରେ ମୃତ୍ୟୁ ଘଟିଥିବା ଗ୍ରାମର ଲକ୍ଷ୍ମୀପ୍ରିୟା ବେହେରା, ସତ୍ୟଭାମା ପରିଡ଼ା, ଶତ୍ରୁଘ୍ନ ଦାସ ଓ ପ୍ରମିଳା ଦାସଙ୍କ ଶବ ଗାୟବ ହୋଇଥିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି। ତେବେ ଗତକାଲି ସକାଳେ ଶ୍ମଶାନରେ ଗାତ ଖୋଳା ଯାଇଥିବା ଓ ମୃତଦେହକୁ ଘୋଷାରି ନିଆଯାଇଥିବାର ଚିହ୍ନ ଗ୍ରାମବାସୀମାନେ ଦେଖିବାକୁ ପାଇଥିଲେ। ଏଠାକାର ଗ୍ରାମବାସୀମାନେ ଅଧିକାଂଶ ଲୋକଙ୍କ ମୃତଦେହକୁ ଦାହ କରିବା ବଦଳରେ ଗଭୀର ଗାତ ଖୋଳି ପୋତି ଦେଇ ସଂସ୍କାର କରିଥାନ୍ତି। ଏଭଳି ପ୍ରଥା ଗ୍ରାମରେ ପିଢ଼ି ପରେ ପିଢ଼ି ପ୍ରଚଳିତ ରହିଆସିଛି। ଆମର ଏଇ 2 ଦିନ ପରେ ଦେଖିଲାକୁ ଆମେ ନଈକି ଆସିଲା ବେଳକୁ ଦେଖିଲା ବେଳକୁ ବଡ଼ ମାଙ୍କ ଶବ ଗାୟବ ହେଇଯାଇଛି। ତା ସହିତ ଆମ 3 ଜଣଙ୍କର ଆହୁରି ମିଶେଇକି 4 ଜଣଙ୍କର ଶବ ଗାୟବ ହେଇଛି। ପ୍ରତିବର୍ଷ ଏଇଭଳିଆ ହେଉଛି। ଶବ ପୋତିକି ଶବ ପ୍ରତ୍ୟେକ ଦିନ ଏଇଭଳିଆ ପ୍ରତ୍ୟେକ ମାସ ଏଇଭଳିଆ ହେଉଛି। ଆଉ କିଏ ନେଉଛି ବୋଲି ଭାବୁଛ? ଆମେ ଜାଣିନୁ। କ'ଣ ଚାହୁଁଛ ତମେ? ଆମେ ଚାହୁଁଛୁ ତଦନ୍ତ ହଉ। ପ୍ରତିବର୍ଷ ତ ଏଇଭଳିଆ କରୁଛୁ। ଯେଉଁ ଶବ ଗଲା ପରେ 2-4 ଥର ଲେଖା କରୁଛୁ। ପ୍ରତିବର୍ଷ କହୁଛୁ, ପ୍ରଶାସନକୁ ଜଣାଉଛୁ, ତାପରେ କିଛି ବି ଆକ୍ସନ୍ ନାହିଁ। ଲୋକ ଭୟଭୀତ ହେଉଛନ୍ତି। ଲୋକ ଭାରି ଭୟଭୀତ। ଥାନାରେ ଏକଲା ହେଲାନି। ତେବେ 2017 ମସିହାରେ ଶ୍ମଶାନରୁ ମୃତଦେହ ଚୋରି ହେଉଥିବା ଘଟଣା ପ୍ରଥମେ ସାମ୍ନାକୁ ଆସିଥିଲା। ସେଠାକାର ଜଣେ ଆଦର୍ଶ ପ୍ରଧାନ ଶିକ୍ଷକ ବାସୁଦେବ ଦାସଙ୍କ ମୃତଦେହ ସେହି ବର୍ଷ ଚୋରି ହୋଇଥିଲା, ଯେଉଁଥିପାଇଁ ଏକ ମାମଲା ରୁଜୁ ହୋଇଥିଲେ ବି ପୁଣି 2023 ମସିହା ଓ ଚଳିତ ବର୍ଷ ଏପ୍ରିଲ ମାସରେ ଶ୍ମଶାନରୁ ମୃତଦେହ ଚୋରି ହୋଇଥିବା ଜଣାପଡ଼ିଥିଲା। ତେଣୁ ଏପରି ଶ୍ମଶାନରୁ ମୃତଦେହ ଚୋରି ପଛରେ ଆନ୍ତର୍ଜାତୀୟ ରାକେଟର ହାତ ଥିବା ଗ୍ରାମବାସୀମାନେ ସନ୍ଦେହ କରୁଛନ୍ତି। ତେବେ ସ୍ଥାନୀୟ କେତେକ ସୂଚନାଦାତାଙ୍କ ସହଯୋଗରେ ଶ୍ମଶାନରୁ ମୃତଦେହ ଚୋରି କରି କଲିକତା ଚାଲାଣ ହେଉଥିବା ଶୁଣିବାକୁ ମିଳୁଛି। ହେଲେ କିଏ ଓ କେଉଁ ଉଦ୍ଦେଶ୍ୟରେ ମୃତଦେହକୁ ନେଉଛି ତାହା ସମସ୍ତଙ୍କୁ ବିସ୍ମିତ କରିଛି। ଏଭଳି ଘଟଣା ବାରମ୍ବାର ଘଟୁଥିବା ବେଳେ ଏହାର ସଠିକ୍ ତଦନ୍ତ କରାଯାଇ ମୃତ ଶବଗୁଡ଼ିକୁ ନେଉଥିବା ରାକେଟକୁ ଧରିବା ପାଇଁ ସ୍ଥାନୀୟ ଅଞ୍ଚଳବାସୀମାନେ ଦାବି କରିଛନ୍ତି। ଆଜ୍ଞା, ଆଗରୁ ବି କିଛି ଦିନ 3-4ଟା ଶବ ଯାଇଥିଲା। ଏଇ ବି 2 ଦିନ ହେବ 4ଟା ଶବ ପୁରା ପଳେଇଛି। ତାପରେ ଆମେ ଦେଖିଲୁ, କାହିଁକିନା ଯେହେତୁ ଆମର ଏଠି ପୋଲିସ ପ୍ରଶାସନ ମାନେ ଜଗିଲେ ଇଏ ହେଲେ ଧରା ପଡ଼ିବେ ସିଏ। ଆଉ ତାପରେ ଆମର ତ 3 ପ୍ରକାର ଅଛି। ଯେଉଁ ଅଧାଙ୍କର ପୋଡ଼ା ହୁଏ, ଆଉ ଆମର ପୋତା ହୁଏ, ବାଲି ହେଇକି ଢକା ହୁଏ, ସିଏ ମାନେ ପଞ୍ଚମୁଖୀରେ ଯାଏ। ଏବେ ବି ପୋତା ହେବା ପରେ ଏବେ ବି 2-4 ଦିନ ହେଲା ଫେର 4ଟା ଶବ ଗାୟବ ହେଇଯାଇଛି। ଆଗରୁ ବି ଏଭଳିଆ ସମ୍ପର୍କ କାହାର ଯାଇଛି କି? ଆଜ୍ଞା, ଆମ ସେ ଗାଁର ସେ ସାନ ହିସାବ ହେବ। ସେ ତ ଏଇ ଯେଉଁ ଲକ୍ଷ୍ମୀଧର ବେହେରା, ଆଉ ଏଇଭଳିଆ ଆଉ ଜଣେ ଅଛନ୍ତି, ତାଙ୍କ ନାଁ ହେଲା ସୁନାତନା ଦାସ। ଏଇଭଳିଆ କରିକି 4ଟା ଶବ ମାନେ ଯାଇଛି। ନା ହିନ୍ଦୁ ପରମ୍ପରାରେ ଅଛି ଶବ ଦାହ ହୁଏ। ଆପଣ ସବୁ ଏଠି ପୋତା ଯାଏ କାହିଁକି? ଏ ପରମ୍ପରା ଗାଁରେ କିଛି ଲୋକ ପୋତା ଯାଏ। କିଛି ଲୋକଙ୍କର ଆଜ୍ଞା ବାଲି ବି ଢାଙ୍କି ଦିଅନ୍ତି, ସିଏ ମାନେ ଶାଗୁଣା ଶିଆଳେ ଫେଳ ଖାଆନ୍ତି। ଆଉ ବି କିଛି ପୋତା ହୁଏ, ତାପରେ ଆହୁରି ବି କିଛି ପୋଡ଼ା ହୁଏ। ଆମର ଗୋଟେ ପରମ୍ପରା, ହିନ୍ଦୁ ପରମ୍ପରା ଗୋଟେ ଅଛି, ମାନେ ଏଇଭଳିଆ କଲେ ଏଇଭଳିଆ ହେବ। ଆଉ ଏଇଭଳିଆ କରି ଏଇଭଳିଆ ମାନେ 4-5ଟା ଶବ କାଲି ବି ଯାଇଛି, ଆଗରୁ ବି ଯାଇଥିଲା। ପୋଲିସ ବି ଆସିଥିଲେ, କିଛି ନାହିଁ। ରାତିରେ ଯଦି ସନ୍ଦେହ କରୁଛନ୍ତି, କ'ଣ ଭାବୁଛନ୍ତି ଶବ କିଏ ନେଉଥିବ? ଶୁଣନ୍ତୁ ଆଜ୍ଞା, ବାହାର ଲୋକ ତ ନେଉଛନ୍ତି। ଏଠି ବି ଲୋକ ବି କିଛି ସ୍ଥାନାନ୍ତରଣ ଲୋକ ଆମର ଏଠି ଥିବା ବେଳେ ବାହାର ଲୋକ ତ ଏତେ ସାହସ କରିବେନି ନା। ତାପରେ କିଛି ଲୋକ ଥିଲେ ଏଠୁ ସଟଲ ରହୁଛନ୍ତି। ସଟଲ ହେଇକି ଶବଟା ଯେହେତୁ ଯାଉଛି, ଆମର ଏଠି ଆମର ଯେଉଁ ସାଇନ୍ସରେ ସବୁ ଇଏ ହେଉଛି, ବାହାର ଲୋକମାନେ ନେଇକି ତାଙ୍କୁ ଅଧିକା ପଇସାରେ ବିକ୍ରି କରୁଛନ୍ତି, ଇଏ କରୁଛନ୍ତି। ଏଥିପାଇଁ ଆମେ ପ୍ରଶାସନକୁ ଇଏ କରୁଛୁ, କିଛି ସମୟ ପାଇଁ ରାତିରେ ଆସିକି ରହିଲେ ମଣିଷ ଚୋର ସବୁବେଳେ ଧରା ପଡ଼ିବେ। ତ ଗାଁରେ ବର୍ତ୍ତମାନ ବାତାବରଣ କେମିତି? ଲୋକ ଭୟଭୀତ ଅବସ୍ଥାରେ ପୁରା ରହୁଛନ୍ତି, କାହିଁକିନା ସବୁ ବି ଚୋରି ହେଲାଣି, ଇଏ ହେଲାଣି। ଆଉ ଲୋକ ବି ଏଠି କିଛି ରାତିରେ ସନ୍ଧ୍ୟା ହେଲା ବେଳକୁ ଆସୁନାହାନ୍ତି। ଆଉ ତାପରେ ଏଇଭଳିଆ ସବୁ ଚାଲିଛି। ତ କ'ଣ ଚାହିଁବେ ଆପଣ? ଆମେ ଏଇଭଳିଆ ପ୍ରଶାସନକୁ ଯାଉ, ରାତିରେ ଆସିକି ମାନେ ଇଏ କଲେ ରହିଲେ ଧରା ପଡ଼ିବେ ଜଲ୍ଦି। स्टाइल प्लान करी बढ़िया लगे।
ଭଦ୍ରକରୁ ସୁନୀଲ ଦତ୍ତଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।